ସାଙ୍ଗମାନେ, ଗୋଟେ ସ୍ତ୍ରୀ ଲୋକର ଅବଦାନ କେହି ପୂରଣ କରିପାରିବେ। ଆପଣ ଦେଖୁନାହାନ୍ତି 90% ପୁରୁଷ ଲୋକଙ୍କର ସୁବିଧା ସ୍ତ୍ରୀ ଲୋକଙ୍କ ହାତରେ ଥାଏ। ଆପଣ ଦେଖନ୍ତୁ, ସେ ସ୍ତ୍ରୀ ଲୋକ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେଇଥାଉ ବା ହାଉସ ୱାଇଫ, ସ୍ୱାମୀ ଏବଂ ପିଲାପିଲି ଏବଂ ଶାଶୁ ଶ୍ୱଶୁରଙ୍କର କାମ କଲା ପରେ ସେମାନେ ନିଜେ ଟିକେ ଶାନ୍ତିରେ ଖାଇକି ବସିଥାନ୍ତି। ତା ଭିତରେ ବି ନିଜେ ସକାଳ 4ରୁ ଉଠିକି ନିଜ ନିତ୍ୟକର୍ମ ସାରି ସମସ୍ତଙ୍କ କାମ ସାରି ନିଜ କର୍ମରେ ଯାଇଥାନ୍ତି। ଆପଣ ଚିନ୍ତା କରନ୍ତୁ, ସେ ତାଙ୍କର ସୁଖ ପାଇଁ କିଛି ହେଲେ ଗୋଟେ ଆଶା ରଖିନଥାନ୍ତି, ସ୍ୱାମୀ ପିଲାପିଲି ଶାଶୁ ଶ୍ୱଶୁରଙ୍କର ଉପରେ ଆଶା ରଖିଥାନ୍ତି। ଏବଂ ସିଏ ସଦାବେଳେ ଚିନ୍ତା କରିଥାନ୍ତି ନିଜ ସ୍ୱାମୀ ରାଜା ଭଳି ଜୀବ ନା ଭିକାରୀ ଭଳି। ସାଙ୍ଗମାନେ, ଏବେଠୁ ଚିନ୍ତା କରନ୍ତୁ, ସ୍ତ୍ରୀ ମାନଙ୍କୁ ସମ୍ମାନ ଦିଅନ୍ତୁ, ଭଲ ପାଆନ୍ତୁ, ଆଦର କରନ୍ତୁ, ତାହେଲେ ଆପଣମାନେ କେମିତି ଯିବେ? ରାଜା ଭଳି ନା ଭିକାରୀ ଭଳି? ତାର ଅର୍ଥ ଏହା ନୁହେଁ ଯେ ଏହା କଲେ ସେମାନେ ଏହା କରିବେ। ତାଙ୍କ ଅବଦାନ କେହି ବି ଭାବିପାରିବେନି। ତେଣୁକରି ଆମ ହିନ୍ଦୁ କୁଳରେ ଅଛି, ନାରୀ ନୁହେଁ ତୁ ନାରାୟଣୀ।